এইটা হচ্ছে ভারত নির্বাচন কমিশন বা ইলেকশন কমিশন অফ ইন্ডিয়ার ওড়িয়াରେ এটা আডভর্টাইজ আঙ্কর কহিবা কথা যে নিরপেক্ষ ইলেকশন করিবাকু হেলে আপনার যদি কাহার মানে অসুবিধা হচ্ছে আপনার কিছু মানে চাহুচন্তি যে ইলেকশন নিরপেক্ষ হেউনি তা আপনার ওয়েবসাইটে তাঁকু জনাই পারিবে সেমানে ସବୁବେଳେ ଓଡ଼ିଶାରେ ରହିଛନ୍ତି ଏବଂ ସେମାନେ ମଧ୍ୟ ଆକ୍ସନ୍ ସାଙ୍ଗେ ସାଙ୍ଗେ ନେବ ସେହିଭଳି ଆମର ଯେଉଁ ନିର୍ବାଚନ ମଣ୍ଡଳୀ 147ଟି ଓଡ଼ିଶାରେ ଅଛି ତା ମଧ୍ୟରେ ଯାଜପୁର ଜିଲ୍ଲାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜଣେ ଗୋଟେ ଅଛି ଯେଉଁଠିକି ଆଜ୍ଞା ବହୁତ ପ୍ରାର୍ଥୀ ହେଉଛନ୍ତି ତେଣୁ ମୋ କହିବା କଥା ଧର୍ମଶାଳାର ଉନ୍ନତି ପାଇଁ ଆପଣମାନେ ତେଣୁ ଜଣେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ ତେଣୁ ମୁଁ ବି ଜଣେ ଆଜ୍ଞା ପ୍ରାର୍ଥୀ ହେବାକୁ ଚାହୁଁଛି ଏବଂ ପ୍ରାର୍ଥୀମାନେ ମୁଁ ସ୍ୱାଧୀନ ଭାବରେ ପ୍ରାର୍ଥୀ ହେବାକୁ ଚାହୁଁଛି ତେଣୁ ଆପଣ ମୋ କହିବା କଥା ଆପଣ ଯଦି ମୋତେ ଏଇ ନିର୍ବାଚନ ପାଇଁ ଚୟନ କରିବେ ବା ଇଲେକ୍ସନ୍ କରିବେ ତାହେଲେ ମୁଁ ଧର୍ମଶାଳାର ବହୁତ ଉନ୍ନତି କରିବି କାହିଁକିନା ଧର୍ମଶାଳା ଯେଉଁଟା କହୁଛନ୍ତି ସେଇଟା ଆଗେ ଉତ୍ତର କଟକ କୁହାଯାଉଥିଲା ଆପଣଙ୍କର ମାନେ ଯାଜପୁର ଜଗତସିଂହପୁର କେନ୍ଦ୍ରାପଡ଼ା ହେବା ପୂର୍ବରୁ ଉତ୍ତର କଟକ ବୋଲି ଗୋଟେ ଜିଲ୍ଲା ହେବାର ଥିଲା ଅର୍ଥାତ୍ କଟକ ଜିଲ୍ଲାଟାକୁ ଦୁଇଟା ଭାଙ୍ଗିକିଣି କରାଯାଇଥାନ୍ତା ଯାହାର ହେଡ଼କ୍ୱାର୍ଟରଟା ଧର୍ମଶାଳାରେ ରହିଥାନ୍ତା କିନ୍ତୁ ଦୁଃଖର ବିଷୟ ଯେ କଟକଟି ଦୁଇଟା ନ ହୋଇ ଯେହେତୁ ଚାରିଟା ଜିଲ୍ଲା ହୋଇଗଲା ଜଗତସିଂହପୁର କେନ୍ଦ୍ରାପଡ଼ା ଯାଜପୁର ତେଣୁ ଧର୍ମଶାଳା ଆଉ ଜିଲ୍ଲା ହୋଇପାରିଲା ନାହିଁ ଏବେ ବି ସମୟ ଅଛି ଆପଣମାନେ ଯଦି ଆମକୁ ଭୋଟ୍ ଦେଇ ମୋତେ ଯଦି ଭୋଟ୍ ଦେଇ ଜିତାନ୍ତି ତାହେଲେ ମୁଁ ଧର୍ମଶାଳାକୁ ନିଶ୍ଚିତ ଭାବେ ଗୋଟେ ଜିଲ୍ଲାରେ ପରିଣତ କରିବି ତା ବ୍ୟତୀତ ଧର୍ମଶାଳା ବର୍ତ୍ତମାନ ଆମର କ'ଣ ଗୋଟେ NSC ହୋଇଯାଇଛି ଯେଉଁଟାକି ଜାରେକା NSC ତା ବ୍ୟତୀତ ମଧ୍ୟ ଆମର 54ଟା ପଞ୍ଚାୟତ ଅଛି ଏବଂ ଆପଣଙ୍କର 4-5ଟା ପଞ୍ଚାୟତ ଛାଡ଼ିଦେଲା ପରେ ଆଉ ଯେଉଁ 50ଟା ପଞ୍ଚାୟତ ରହିଲା ସେଠିରେ ଯେଉଁ ଲୋକମାନେ ଅଛନ୍ତି ଗରିବ ଲୋକ ଧନୀ ଲୋକ କି ଆପଣଙ୍କର ଯେଉଁମାନଙ୍କର ଜାଗା ନାହିଁ କି ସିଡ୍ୟୁଲ୍ କାଷ୍ଟ ଟ୍ରାଇବ୍ ଯିଏ ଯେଉଁମାନଙ୍କର ଭୂମିହୀନ ମାନେ ବାପା ଗୋସାପଙ୍କ ଜାଗାରେ ରହୁଛନ୍ତି ତାଙ୍କୁ ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ ଜାଗା ଦିଆଯିବ ଯଦି ସେମାନେ NSC ଭିତରେ ରହିବେ ତାଙ୍କୁ 2 ଡିସିମିଲ୍ ଏବଂ NSC ବାହାର ହେଲେ ତାଙ୍କୁ 4 ଡିସିମିଲ୍ ଜାଗା দিব ଜଣେ ଜାଗା ପାଇଲେ ତାର ଘର ବା ସ୍ଥାୟୀ ଠିକଣାଟିଏ ଠିକ୍ କରିପାରିବ ସ୍ଥାୟୀ ଠିକଣା ସିନା ଆପଣ ଠିକ୍ କଲେ ସେଠି ଆପଣ ଘର କରିବେ ଆପଣ ଚାଳ ଘର କରନ୍ତୁ କି ଆଜବେଷ୍ଟସ୍ କରନ୍ତୁ କୋଠା ଘର କରନ୍ତୁ ତେଣୁ ଆପଣ ରହିବା ଠିକଣା ଦରକାର ତେଣୁ ମୋର ପ୍ରତିଶ୍ରୁତି ଆପଣମାନେ ଯଦି ମୋଟେ ଭୋଟ୍ ଦିଅନ୍ତି ତାହେଲେ ମୁଁ ନିଶ୍ଚିତ ଭାବରେ ଏସବୁ ଆପଣଙ୍କର ଯେଉଁ ପ୍ରତିଶ୍ରୁତି ରକ୍ଷା କରିବି ସମସ୍ତଙ୍କୁ ଘର ଲୋକଙ୍କୁ ଖଣ୍ଡେ ଖଣ୍ଡେ ଜାଗା ଦେଇଦେବି ରହିଲି ଏତିକି।